ଜଗନ୍ନାଥଙ୍କର ସେବା କରିବାକୁ ଯାଉଥିବେ। ଆଉ ଆଜି ହେଉଛି 2026 ମସିହା। ତାଙ୍କର ମୃତ୍ୟୁବରଣ କରିବାର 150 ବର୍ଷ ବିତି ଯାଇଛି, କିନ୍ତୁ ସେ ଏବେ ବି ଜଗନ୍ନାଥଙ୍କ ପାଇଁ, ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଚିର ଅମର। ଜୟ ଶ୍ରୀ ଜଗନ୍ନାଥ। ଏବେ ବର୍ତ୍ତମାନ ଆମେ ଅଛୁ ଜଗନ୍ନାଥ ମନ୍ଦିର ସମ୍ମୁଖ ନୁହେଁ ତ, ଏଇଟା ହେଉଛି ପଶ୍ଚିମ ଭାଗରେ। ଆଉ ଜଗନ୍ନାଥ ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ଥିବା ହରଚଣ୍ଡୀ ସାହି କିମ୍ବା ମଣିକର୍ଣ୍ଣିକା ସାହି ମଧ୍ୟରେ ଚନ୍ଦନ ହଜୁରୀଙ୍କର ଘର। ଆଉ ଆମେ ବର୍ତ୍ତମାନ ଏବେ ଚନ୍ଦନ ହଜୁରୀ ରୂପରେ ସମ୍ପୂର୍ଣ୍ଣ ଭାବରେ ଭେଷ ହୋଇ ଆମେ ମଣିକର୍ଣ୍ଣିକା ସାହି ଦେଇ ଚନ୍ଦନ ହଜୁରୀ ବାସଗୃହ ପର୍ଯ୍ୟନ୍ତ ଆମେ ଏବେ ଯିବା। ଆଉ ଆମକୁ ପଛରୁ ଟ୍ରାକ୍ କରିବେ ଆମର ଚିନ୍ମୟ ଭାଇ। ଚାବିଧର। ଏହି ରାସ୍ତା ଦେଇ ଏହିପରି ଭେଷରେ ଚନ୍ଦନ ହଜୁରୀ 200 ବର୍ଷ 150 ବର୍ଷ ତଳେ ଯାଉଥିଲେ। ଏବେ ବର୍ତ୍ତମାନ ମୁଁ ସେଇ ସିନ୍ଟିକୁ ରିକ୍ରିଏଟ୍ କରିବାକୁ ଯାଉଛି। ଆପଣ ଦେଖନ୍ତୁ କେତେଜଣ ମୋତେ ଚାଖି ଘୁଣ୍ଟିଆ ବେଶରେ ଚନ୍ଦନ ହଜୁରୀ ବେଶରେ ଚିହ୍ନି ପାରୁଛନ୍ତି। ଗଡ଼ି ସାମ୍ନାରେ ଚନ୍ଦନ ହଜୁରୀଙ୍କର ରୂପରେ ଆମେ ଏଇଠାରୁ ଏବେ ଯିବୁ ଚନ୍ଦନ ହଜୁରୀଙ୍କର ବାସଗୃହ। ଏଇଠି ଗୋଟେ ଛୋଟ ଷଣ୍ଢଟିଏ ହେଇଛି, ଏଇଟାକୁ କୁହାଯାଏ ଆମର ଷଣ୍ଢ ଛକ ବୋଲି। ଆଉ ଏଇଠି ବହୁତ ଗୁଡ଼ିଏ ଦେବାଦେବୀଙ୍କର ମନ୍ଦିର। এইটা যে দেখুଛନ୍ତି ଏଇଟା ହେଉଛି ଚନ୍ଦନ ହଜୁରୀଙ୍କର ବାସଗୃହ। ଏଇ ଘରେ ସିଏ 1822 ମସିହାରେ ଜନ୍ମ ଲାଭ କରିଥିଲେ ଆଉ 1881 ମସିହାରେ ମୃତ୍ୟୁବରଣ କରିଥିଲେ। ଆଉ ବର୍ତ୍ତମାନ 150 ବର୍ଷ ତଳେ ଏହି ସିନ୍ ବର୍ତ୍ତମାନ ଆପଣଙ୍କ ସାମ୍ନାରେ ରିକ୍ରିଏଟ୍ କରାଯାଉଛି। ଜୟ ଜଗନ୍ନାଥ। ଏହିପରି ସୁନ୍ଦର ଭେଷରେ ଚନ୍ଦନ ହଜୁରୀ ଜଗନ୍ନାଥଙ୍କର ସେବା କରିବାକୁ ଯାଉଥିବେ। ଆଉ ଆଜି ହେଉଛି 2026 ମସିହା। ତାଙ୍କର ମୃତ୍ୟୁବରଣ କରିବାର 150 ବର୍ଷ ବିତି ଯାଇଛି, କିନ୍ତୁ ସେ ଏବେ ବି ଜଗନ୍ନାଥଙ୍କ ପାଇଁ, ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଚିର ଅମର।